ଜୀବନରେ ଯଦି ସତରେ କିଛି ବଡ଼ କରିବାକୁ ଚାହୁଁଛ ତାହେଲେ ଗୋଟିଏ କଥା ସବୁବେଳେ ମନେ ରଖ, ଚୁପଚାପ ମେହନତ କର। ସଫଳତା ଆପେ ଆପେ ଶବ୍ଦ କରିବ। ଏ ଦୁନିଆ ଶବ୍ଦକୁ ନୁହେଁ, ପରିମାଣକୁ ସମ୍ମାନ କରେ। ତୁମେ କେତେ ବଡ଼ ସ୍ୱପ୍ନ କହିଲ, କେତେ ବଡ଼ ପ୍ଲାନିଂ କଲ, ସେଥିରେ କୌଣସି ମୂଲ୍ୟ ହିଁ ନାହିଁ। ମୂଲ୍ୟ ଅଛି କେବଳ ତୁମ ପରିଶ୍ରମର ଫଳରେ। ଆମେ ଅନେକ ସମାଜ ଦେଖୁଛୁ, ଲୋକମାନେ ସୋସିଆଲ ମିଡ଼ିଆରେ ନିଜର ସ୍ୱପ୍ନ, ନିଜର ପ୍ଲାନିଂ, ନିଜର ଗୋଲକୁ ସମସ୍ତଙ୍କୁ କହୁଛନ୍ତି। ସେମାନେ କହନ୍ତି ମୁଁ ଏହା କରିବି, ସେମିତି କରିବି, ଏମିତି କରିବି, ମୁଁ ସେଉଟାକୁ ଯିବି, ମୁଁ ସବୁକିଛି ଦେଖାଇଦେବି। କିନ୍ତୁ କହିବା ସହଜ, କରିବା କଠିନ। ଏବଂ ଯେଉଁମାନେ ସତରେ କିଛି କରନ୍ତି ସେମାନେ କେବେ ବି ଅଧିକ କହନ୍ତି ନାହିଁ। ସେମାନେ ଶାନ୍ତ ରହନ୍ତି, କିନ୍ତୁ ସେମାନଙ୍କର କାମ ଗଜଗଜ କରି କଥା କହିଦିଏ। ଦେଖ, ଚୁପଚାପ ମେହନତ କରିବାର ଅର୍ଥ ହେଉଛି ନିଜ ଲକ୍ଷ୍ୟ ଉପରେ ଏମିତି ଧ୍ୟାନ ଦେବା ଯେ ଦୁନିଆର ଶବ୍ଦ ତୁମକୁ ଡିଷ୍ଟର୍ବ କରିପାରିବ ନାହିଁ। ଅନ୍ୟମାନେ କ'ଣ କହୁଛନ୍ତି, କେହି ତୁମକୁ ସପୋର୍ଟ କରୁ କି ନ କରୁ, କେହି ତୁମକୁ ଅଣଦେଖା କରୁ କି ନାହିଁ, ସେ ସବୁକୁ ଭୁଲି ନିଜ କାମରେ ଲାଗିଯିବା, ଏହା ହେଉଛି ଅସଲି ଶକ୍ତି। ଜୀବନରେ କିଛି ବଡ଼ କରିବାକୁ ହେଲେ ତୁମକୁ ଏକାକୀ ହେବାକୁ ପଡ଼ିବ। ଅନେକ ସମାଜ ତୁମ ପାଖରେ କେହି ଥାଇ ନପାରେ, କେହି ତୁମ ମେହନତକୁ ଦେଖିବେ ନାହିଁ, କେହି ତୁମ ସଂଘର୍ଷକୁ ବୁଝିବେ ନାହିଁ। କିନ୍ତୁ ମନେ ରଖ, ଗୋଟିଏ ବୀଜ ଯେତେବେଳେ ମାଟି ତଳେ ପୋତାଯାଏ ସେତେବେଳେ ସେ ଅନ୍ଧାରରେ ରହେ, କିନ୍ତୁ ସେହି ଅନ୍ଧାର ମଧ୍ୟରେ ସେ ଶକ୍ତି ସଂଗ୍ରହ କରୁଥାଏ। ଗୋଟିଏ ଦିନ ସେ ଅଙ୍କୁରିତ ହୋଇ ସମ୍ପୂର୍ଣ୍ଣ ଗଛ ହୋଇଯାଏ। ତୁମ ମେହନତ ମଧ୍ୟ ଠିକ୍ ସେହିପରି ହେବ। ଆଜି ଦୁନିଆ ଦେଖୁନାହିଁ, କିନ୍ତୁ କାଲି ଦୁନିଆ ନିଶ୍ଚୟ ଦେଖିବ। ଦେଖ, ସଫଳତା କେବେ ହଠାତ୍ ଆସେ ନାହିଁ। ସଫଳତା ହେଉଛି ଅନେକ ରାତିର ନିଦ୍ରାହୀନତା, ଅନେକ ଦିନର ପରିଶ୍ରମ, ଅନେକ ଅସଫଳତାର ଶିକ୍ଷାର ଫଳ। ଯେଉଁମାନେ ଆଜି ଶୀର୍ଷରେ ଅଛନ୍ତି, ଯେଉଁମାନେ ଟପ୍ରେ ଅଛନ୍ତି, ସେମାନେ କେବେ ନା କେବେ ଚୁପଚାପ ମେହନତ କରିଥିଲେ। ସେମାନେ ତାଙ୍କର ପ୍ଲାନିଂ ସମସ୍ତଙ୍କୁ କହିନଥିଲେ, ସେମାନେ ପ୍ରମାଣ କରିଥିଲେ। ତୁମେ ଯଦି ପ୍ରତିଦିନ ନିଜକୁ ଅଳ୍ପ ଅଳ୍ପ ଭଲ କର, ତାହାର ଫଳ ଗୋଟିଏ ଦିନ ବିଶାଳ ହେବ। ଦିନକୁ ମାତ୍ର ଗୋଟିଏ ଘଣ୍ଟା ନିଜ ସ୍ୱପ୍ନ ପାଇଁ ଦିଅ। ଗୋଟିଏ ଘଣ୍ଟା ପଢ଼, ଗୋଟିଏ ଘଣ୍ଟା ଶିଖ, ଗୋଟିଏ ଘଣ୍ଟା ଅଭ୍ୟାସ କର। এই ଛୋଟ ଘଣ୍ଟା ତୁମ ଭବିଷ୍ୟତକୁ ଗଢ଼ିଦେବ। ଅନେକ ଲୋକ ତୁମକୁ କହିବେ ତୋ ଦ୍ୱାରା ହେବ ନାହିଁ, ତୁ ଏହା କରିପାରିବୁ ନାହିଁ, ତୁ ସାଧାରଣ ଲୋକ। କିନ୍ତୁ ଏହି କଥାକୁ ତୁମ ହୃଦୟରେ ନେବ ନାହିଁ। ସେମାନେ ତୁମ ସୀମାକୁ ନୁହେଁ, ସେମାନଙ୍କର ଭୟ କହୁଛି। ତୁମ ଭିତରେ ଯେଉଁ ଶକ୍ତି ଅଛି ସେଥିରେ ମୂଲ୍ୟ ତୁମେ ନିଜେ ବୁଝ। ଚୁପଚାପ ମେହନତ କରିବାର ଆଉ ଗୋଟିଏ ମହତ୍ତ୍ୱ ଅଛି। ଯେତେବେଳେ ତୁମେ ଅଧିକ କହ, ତୁମ ଶକ୍ତି କମିଯାଏ। ଯେତେବେଳେ ତୁମେ କମ୍ କହି ଅଧିକ କର, ତୁମ ଶକ୍ତି ବଢ଼ିଯାଏ। କାରଣ କାମରେ ଧ୍ୟାନ ରହେ, ଦେଖାବାରେ ନୁହେଁ। ତାହେଲେ ତୁମ ଡେଲି ଅଭ୍ୟାସକୁ ବଦଳାଇବାକୁ ପଡ଼ିବ। ସକାଳେ ଶୀଘ୍ର ଉଠିବା, ସମୟର ମୂଲ୍ୟ ବୁଝିବା, ଅନାବଶ୍ୟକ ଆଲୋଚନା ଛାଡ଼ିଦେବା, ସୋସିଆଲ ମିଡ଼ିଆରେ ସମୟ ନଷ୍ଟ କରିବା। এই ଛୋଟ ପଦକ୍ଷେପ ତୁମକୁ ଅଲଗା କରିଦେବ। ମନେ ରଖ, ସଫଳତା ଶବ୍ଦ କରେ। ଯେତେବେଳେ ତୁମେ ସଫଳ ହେବ, ତୁମେ କିଛି କହିବାକୁ ପଡ଼ିବ ନାହିଁ। ତୁମ କାମ, ତୁମ ଅବସ୍ଥା, ତୁମ ପରିବର୍ତ୍ତନ ନିଜେ କଥା କହିଦେବ। ଯେଉଁମାନେ ଆଜି ହସୁଛନ୍ତି ସେମାନେ କାଲି ତାଲି ପିଟିବେ। ତୁମ ଜୀବନ ଗୋଟିଏ ଯୁଦ୍ଧ। ଏଠାରେ ଦୁର୍ବଳ ମନୋଭାବ ଚାଲିବ ନାହିଁ। ଏଠାରେ ଶୃଙ୍ଖଳା ଦରକାର, ଧୈର୍ଯ୍ୟ ଦରକାର, ନିଜ ଉପରେ ବିଶ୍ୱାସ ଦରକାର। ତୁମେ ଯଦି ଏହି ତିନୋଟି ଜିନିଷ ଧରି ରଖ, ତାହେଲେ ତୁମକୁ କେହି ରୋକିପାରିବେ ନାହିଁ। ସେଥିପାଇଁ ଆଉ ଘୋଷଣା ନୁହେଁ, କାମ କର। ଆଉ ଦେଖାଇବା ନୁହେଁ, ପରିଶ୍ରମ କର। ଆଉ ହେଲା ନୁହେଁ, ପରିମାଣ ଦରକାର। ତୁମ ସ୍ୱପ୍ନ ପାଇଁ ଏମିତି ପାଗଳ ହ ଯେ ଦୁନିଆ ତୁମକୁ ଅଣଦେଖା କରିପାରିବ ନାହିଁ। ଏ ସ୍ପିଚ୍ ଶେଷ ହେବ, କିନ୍ତୁ ମୁଁ ତୁମ ହୃଦୟରେ ଗୋଟିଏ ନିଆଁ ଜ୍ୱାଳା ଦେବାକୁ ଚାହୁଁଛି। ଚୁପଚାପ ମେହନତ କରିବା କେବଳ ଗୋଟିଏ ବାକ୍ୟ ନୁହେଁ, ଏହା ଗୋଟିଏ ଜୀବନର ଦର୍ଶନ। ଏହା ସେହି ମନୋଭାବ ଯାହା ସାଧାରଣ ମଣିଷକୁ ଅସାଧାରଣ କରେ। ଯେତେବେଳେ ତୁମେ ନିଜ ସ୍ୱପ୍ନକୁ ନେଇ ଶାନ୍ତ ଭାବରେ, ଅବିରତ ଭାବରେ, ନିରବ ଭାବରେ ପରିଶ୍ରମ କର, ସେତେବେଳେ ତୁମ ଭିତରେ ଗୋଟିଏ ନୂଆ ଶକ୍ତି ଜନ୍ମ ନେଉଛି। ଦୁନିଆ ସବୁବେଳେ ତୁମ ପରିମାଣକୁ ଦେଖିବ, ତୁମ ସଂଘର୍ଷକୁ ନୁହେଁ। ସେଥିପାଇଁ ଅନେକ ସମୟ ତୁମକୁ ଲାଗିପାରେ ଯେ ତୁମ ମେହନତ କେହି ଦେଖୁନାହାନ୍ତି। କିନ୍ତୁ ମନେ ରଖ, ପ୍ରତ୍ୟେକ ଝାଳର ବୁନ୍ଦ ତୁମ ଭବିଷ୍ୟତର ମାଟିକୁ ଭିଜାଉଛି। ଆଜି ଯଦି ତୁମେ ନିରବ ଭାବରେ ଶିଖୁଛ, ଅଭ୍ୟାସ କରୁଛ, ନିଜକୁ ଗଢ଼ୁଛ, କାଲି ସେହି ମେହନତ ଏମିତି ଫଳ ଦେବ ଯେ ଦୁନିଆ ତୁମକୁ ଅଣଦେଖା କରିପାରିବ ନାହିଁ। ଦେଖ, ସଫଳତା କେବେ ମଧ୍ୟ ହଠାତ୍ ଆସେନି। ସେଇଟା ଗୋଟିଏ ପ୍ରକ୍ରିୟା, ଗୋଟିଏ ଲମ୍ବା ଯାତ୍ରା। ସେଠାରେ ଧୈର୍ଯ୍ୟ ଦରକାର, ଶୃଙ୍ଖଳା ଦରକାର, ନିଜ ଉପରେ ଅଟୁଟ ବିଶ୍ୱାସ ଦରକାର। ଯଦି ତୁମେ ପ୍ରତିଦିନ ଛୋଟ ଛୋଟ ଉନ୍ନତି କରିପାର, ତାହେଲେ ବର୍ଷର ଶେଷରେ ତୁମେ ସମ୍ପୂର୍ଣ୍ଣ ଅଲଗା ମଣିଷ ହୋଇଯିବ। ଲୋକେ ପଚାରିବେ ଏହା କେମିତି ପସିବଲ୍ ହେଲା, ଆଉ ସେତେବେଳେ ତୁମେ ଶାନ୍ତରେ ହସିବ। କାରଣ ତୁମେ ଜାଣିଥିବ ଏହା ଗୋଟିଏ ଦିନର ଫଳ ନୁହେଁ, ଏହା ଅନେକ ଦିନର ନୀରବ ପରିଶ୍ରମର ଫଳ। ଦେଖ, ଅଧିକ କହିବାରେ ଶକ୍ତି ନଷ୍ଟ ହୁଏ, ଅଧିକ କରିବାରେ ଶକ୍ତି ସଂଗ୍ରହ ହୁଏ। ତୁମର ପ୍ଲାନିଂ ସମସ୍ତଙ୍କୁ କହିଦେଲେ ତୁମେ ଗୋଟିଏ ମୁହୂର୍ତ୍ତରେ ସନ୍ତୋଷ ପାଇପାର, କିନ୍ତୁ ଯେତେବେଳେ ସେହି ପ୍ଲାନିଂକୁ ଚୁପଚାପ ପୂରଣ କରିଦେବ, ସେତେବେଳେ ତୁମେ ଜୀବନର ସବୁଠାରୁ ବଡ଼ ସନ୍ତୋଷ ପାଇବ। ତୁମେ ହୋଇପାରେ ଏହି କ୍ଷଣି ସଂଘର୍ଷରେ ଅଛ,
ହୋଇପାରେ ତୁମ ଚେଷ୍ଟାର ଫଳ ମିଳୁନାହିଁ, ହୋଇପାରେ ଲୋକେ ତୁମକୁ ବୁଝୁନାହାନ୍ତି, କିନ୍ତୁ ମନେ ରଖ ଅନ୍ଧକାର ସବୁବେଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଅଧିକ ଗଭୀର ହୁଏ। ଯଦି ତୁମେ ଧୈର୍ଯ୍ୟ ଧରିପାର, ଯଦି ତୁମେ ରାସ୍ତା ଛାଡ଼ିଦେବ ନାହିଁ, ତାହେଲେ ତୁମ ସମୟ ନିଶ୍ଚୟ ଆସିବ। ଆଜିର ଗୋଟେ ଡିସିଜନ୍ ନିଅ। ତୁମ ଜୀବନର ଫୋକସ୍ ହେବ କାମରେ, ପ୍ରଚାରରେ ନୁହେଁ। ତୁମ ଲକ୍ଷ୍ୟ ହେବ ପରିଣାମ, ତାଲିରେ ନୁହେଁ। ଯେତେବେଳେ ତୁମେ ନିଜକୁ ଏଭଳି ଶୃଙ୍ଖଳିତ କରିଦେବ, ସେତେବେଳେ ତୁମ ଜୀବନରେ ଏମିତି ପରିବର୍ତ୍ତନ ଆସିବ ଯାହାକୁ ତୁମେ ଆଜି କଳ୍ପନା କରିପାରୁନାହ। ସଫଳତା ଶବ୍ଦ କରିବ, କିନ୍ତୁ ସେ ଶବ୍ଦ ଆସିବା ପୂର୍ବରୁ ତୁମକୁ ଶାନ୍ତ କରିବାକୁ ପଡ଼ିବ। ଶାନ୍ତ ମନରେ ଶିଖିବାକୁ ପଡ଼ିବ, ଶାନ୍ତ ଭାବରେ ହାର ସହିବାକୁ ପଡ଼ିବ, ଶାନ୍ତ ଭାବରେ ଆଉ ଥରେ ଉଠିବାକୁ ପଡ଼ିବ। ଏ ନିରବତା ହେଉଛି ତୁମ ସବୁଠାରୁ ବଡ଼ ପ୍ରସ୍ତୁତି। ଦେଖ, ଏମିତି ଦିନ ଆସିବ ଯେତେବେଳେ ତୁମ ଜୀବନ ନିଜେ ପ୍ରେରଣା ହେବ। ଲୋକେ ତୁମକୁ ଦେଖି ଶିଖିବେ। ସେହିଦିନ ତୁମେ ବୁଝିଯିବ ଏ ନିରବ ମେହନତ, ଏ ଶାନ୍ତ ସଂଘର୍ଷ, ଏହି ଏକାକୀ ରାତି ସବୁକିଛି ମୂଲ୍ୟବାନ ଥିଲା।